ଝାରସୁଗୁଡ଼ା ଷ୍ଟେସନ ପାଖ ହୋଟେଲରେ ଚାଲିଥିଲା ନିଶା କାରବାର। ମାଡ଼ି ବସିଲା ପୋଲିସର ସ୍ୱତନ୍ତ୍ର ଟିମ୍। ଝାରସୁଗୁଡ଼ାରେ ପୋଲିସର ଅପରେସନ ନେତ୍ରକୁ ମିଳିଛି ବଡ଼ ସଫଳତା। ନିଶା ମାଫିଆଙ୍କ ଉପରେ କଡ଼ା ପ୍ରହାର କରି ପୋଲିସ ଆଜି ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଏକ ବଡ଼ ର୍ୟାକେଟର ପର୍ଦ୍ଦାଫାଶ କରିଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଝାରସୁଗୁଡ଼ା ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଷ୍ଟେସନ ଛକ ନିକଟସ୍ଥ ଏକ ହୋଟେଲ ଉପରେ ଅତର୍କିତ ଚଢ଼ାଉ କରିଥିଲା। ସେଠାରେ 2ଟି ଟ୍ରଲି ବ୍ୟାଗରେ ଅନ୍ୟ ରାଜ୍ୟକୁ ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା 21 କେଜି 290 ଗ୍ରାମ ଓଜନର ଗଞ୍ଜେଇ ଜବତ କରାଯାଇଛି। ଏହି ଘଟଣାରେ ପୋଲିସ 4 ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ସମ୍ବଲପୁର ଜିଲ୍ଲାର ରାୟରାଖୋଲ ଅଞ୍ଚଳର ମିକୁନ ବେହେରା, ବୀରେନ୍ଦ୍ର ଦେହୁରୀ, ବାଦଲ ଦେହୁରୀ ଏବଂ ଜଣେ ମହିଳା ଅଭିଯୁକ୍ତ ମୋନାଲିସା ବେହେରା। ଏମାନଙ୍କଠାରୁ 4ଟି ମୋବାଇଲ ଫୋନ, ନଗଦ ଟଙ୍କା ମଧ୍ୟ ଜବତ ହୋଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଏମାନେ ଏକ ସଂଗଠିତ ଆନ୍ତଃରାଜ୍ୟ ଗ୍ୟାଙ୍ଗର ସଦସ୍ୟ ଏବଂ ଟ୍ରେନ୍ ଯୋଗେ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ କରୁଥିଲେ। ତେବେ ଅଭିଯୁକ୍ତମାନଙ୍କ ବିରୋଧରେ ଏନ୍ଡିପିଏସ୍ ଆକ୍ଟରେ ମାମଲା ରୁଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।